ଗପଟିର ନାମ କୁମ୍ଭାର ପୁଅ ଓ ପାହାଡ଼ ଦେବତା। ଗୋଟିଏ କୁମ୍ଭାର ଥିଲା। ମାଟିରେ ନାନା ପ୍ରକାରର ମାଟିପାତ୍ର ତିଆରି କରି ବିକ୍ରି କରି ଚଳୁଥିଲା। ଯେତିକି ପଇସା ସେ ପାଉଥିଲା ବହୁତ କଷ୍ଟରେ ଘର ଚଳୁଥିଲା। କୁମ୍ଭାରୁଣୀ କୁମ୍ଭାରର ଦୟନୀୟ ଅବସ୍ଥା ଦେଖି ବାରମ୍ବାର କହୁଥିଲା, ତୁମେ ଥରେ ଆମ ରାଜାଙ୍କ ପାଖକୁ ଯାଉନ। ସେ ବଡ଼ ଦୟାଳୁ ରାଜା। ତୁମ ଦୁଃଖ କଥା କହିଲେ ସେ ନିଶ୍ଚୟ ଶୁଣିବେ, ଆଉ କିଛି ଅର୍ଥ ସାହାଯ୍ୟ ବି କରିବେ। ମାତ୍ର କୁମ୍ଭାର କହୁଥିଲା, ନିଜ ପରିଶ୍ରମରେ ଯେତିକି ଅର୍ଥ ମୁଁ ଉପାର୍ଜନ କରୁଛି ସେତିକିରେ ଚଳିବା ହିଁ ଭଲ। ଅଧିକ ଅର୍ଥ ପାଇଁ ମୁଁ ରାଜାଙ୍କୁ କଷ୍ଟ ଦେଇ ପାରିବିନି। ରାଜା ଯେଉଁ ଅର୍ଥ ମୋତେ ଦେବେ ତାହା ମୋ ଭଳି ପ୍ରଜାମାନଙ୍କର। ମୁଁ ଚାହୁଁନାହିଁ ରାଜା ଏପରି ଅର୍ଥ ମୋ ମଙ୍ଗଳ କାର୍ଯ୍ୟରେ ଲଗାନ୍ତୁ। ଏକଥା ଶୁଣି କୁମ୍ଭାରୁଣୀ ଚୁପ୍ ରହୁଥିଲା। ଦିନେ କୁମ୍ଭାରର ଦେହ ଖରାପ ହୋଇଗଲା। ସେ ଆଉ ମାଟି ପାଣି କାଦୁଅରେ କାମ କରିପାରିଲା ନାହିଁ। କୁମ୍ଭାରର ଏପରି ଅବସ୍ଥା ଦେଖି କୁମ୍ଭାରୁଣୀ ପୁଅ ବହୁତ ବ୍ୟସ୍ତ ହେଲା। ବାପାଙ୍କର ଏଭଳି ଅବସ୍ଥା ଦେଖି ସେ ନିଜେ ହିଁ ମାଟି ପାଣି କାଦୁଅରେ କାମ ଆରମ୍ଭ କଲା। କୁମ୍ଭାରର ପୁଅ ରାତିଦିନ ଖଟିଲା। ଅଳ୍ପ ଦିନ ମଧ୍ୟରେ ନିଜର ବୁଦ୍ଧିବିଦ୍ୟା ଲଗାଇ ବହୁତ ଗୁଡ଼ିଏ ମାଟିପାତ୍ର ତିଆରି କଲା। ତାକୁ ସବୁ ନେଇ ନଗରକୁ ଗଲା ବିକ୍ରି କରିବାକୁ। ସେତେବେଳେ ନଗର ମଧ୍ୟରେ ମେଳା ଲାଗିଥାଏ। କୁମ୍ଭାରର ପୁଅ ଏକ ଭଲ ସ୍ଥାନ ପାଇଗଲା। ମାତ୍ର ମେଳାରେ ମାଟିପାତ୍ରର କି କାମ? କିଛି ବି ମାଟିପାତ୍ର ବିକ୍ରି ହେଲା ନାହିଁ। କୁମ୍ଭାରର ପୁଅ ଭାବିଲା, ମୋର ବୋଧହୁଏ କିଛି ଭୁଲ ଫଟକା ହୋଇଯାଇଛି। ନହେଲେ ଏ ମାଟିପାତ୍ର କାହିଁକି ଯେ ବିକ୍ରି ନ ହେବ? ମନ ଦୁଃଖରେ କୁମ୍ଭାରର ପୁଅ ଫେରୁଥାଏ। ହଠାତ୍ ଘଡ଼ଘଡ଼ି ସହ କୁଆପଥର ବର୍ଷା ଆରମ୍ଭ ହୋଇଗଲା। ବଡ଼ ବଡ଼ କୁଆପଥର ପଡ଼ିବାରୁ କୁମ୍ଭାର ପୁଅର ସବୁ ମାଟିପାତ୍ର ଭାଙ୍ଗି ଚୁରମାର ହୋଇଗଲା। କୁମ୍ଭାର ପୁଅ କାନ୍ଦି କାନ୍ଦି ପାଗଳ ଭଳି ହୋଇଗଲା। ଏଥର ବା କରିବ କ'ଣ? କେମିତି ତାଙ୍କ ଘର ସଂସାର ଚଳିବ? ଏକଥା ଭାବି ସେ ଘରକୁ ଫେରିଲା ନାହିଁ। କୁମ୍ଭାର ପୁଅ ନ ଫେରିବା ଯୋଗୁଁ କୁମ୍ଭାରୁଣୀ ବ୍ୟସ୍ତ ହୋଇ ପଡ଼ିଲା। ସେତେବେଳକୁ 2-3 ଦିନ ବିତି ଯାଇଥାଏ। କୁମ୍ଭାର ପୁଅ ଘରକୁ ଫେରିଲା। ସବୁ କଥା କହିଲା। କୁମ୍ଭାର କୁମ୍ଭାରୁଣୀ ଦୁଃଖରେ କାନ୍ଦିବାକୁ ଲାଗିଲେ। କୁମ୍ଭାର ପୁଅ ଏସବୁ ସହି ନ ପାରି ଘରୁ ଚାଲିଗଲା। କୁମ୍ଭାର କୁମ୍ଭାରୁଣୀଙ୍କର ଦୁଃଖ ଆହୁରି ବଢ଼ିଗଲା। 1 ସପ୍ତାହ ପରେ କୁମ୍ଭାର ପୁଅ ଫେରିଲା। କୁମ୍ଭାର କୁମ୍ଭାରୁଣୀ ନିଜ ପୁଅକୁ ଫେରି ପାଇ ବହୁତ ଖୁସି ହେଲେ। ତା ପରଦିନ ସକାଳୁ କୁମ୍ଭାର ପୁଅ ମାଟି ପାଣି କାଦୁଅରେ ପୁଣି କାମ ଆରମ୍ଭ କଲା। ସେତେବେଳେ ରାଜ୍ୟରେ ଘୋର ବିପତ୍ତି ପଡ଼ିଲା। ବର୍ଷା ହେଲା ନାହିଁ। ଫସଲ ଉଜୁଡ଼ିଗଲା। ମାଟି ଫାଟି ଆଁ କଲା। ପାଣି ମିଳିଲା ନାହିଁ। ସାରା ରାଜ୍ୟରେ ହାହାକାର ପଡ଼ିଗଲା। ବହୁତ ଲୋକ ଗୋରୁ ଗାଈ ଛେଳି ମେଣ୍ଢା ମରିଗଲେ। ଏହି ବିପତ୍ତିରୁ ରକ୍ଷା ପାଇବା ପାଇଁ ରାଜଗୁରୁ ରାଜାଙ୍କୁ ଏକ ଯଜ୍ଞ କରିବା ପାଇଁ କହିଲେ। ରାଜଗୁରୁ କହିଲେ, ହେ ରାଜନ୍, ଆପଣ ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଯଜ୍ଞ କରନ୍ତୁ। ଇନ୍ଦ୍ରଦେବ ଚାହିଁଲେ ନିଶ୍ଚୟ ବର୍ଷା ହେବ। ରାଜା ରାଜଗୁରୁଙ୍କ କଥାକୁ ଗ୍ରହଣ କଲେ। ଯଜ୍ଞ କରିବା ପାଇଁ ଦିନଟି ଧାର୍ଯ୍ୟ କରାଗଲା। ଯଜ୍ଞରେ 1 ଲକ୍ଷ ମାଟିପାତ୍ରର ଆବଶ୍ୟକ ପଡ଼ିଲା। ରାଜା ଘୋଷଣା କଲେ ଯେ ଯେଉଁ କୁମ୍ଭାର 7 ଦିନ ମଧ୍ୟରେ 1 ଲକ୍ଷ ମାଟିପାତ୍ର ଯଜ୍ଞ ପାଇଁ ଦେବେ, ରାଜା ତାକୁ 1 ଲକ୍ଷ ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରିବେ। କୁମ୍ଭାର ପୁଅ ଏକଥା ଶୁଣି ରାଜପ୍ରାସାଦକୁ ଗଲା। ରାଜାଙ୍କୁ ସଭା କାର୍ଯ୍ୟରେ ଦେଖାକରି କହିଲା, ମଣିମା, ମୁଁ ଆପଣଙ୍କୁ
1 ଲକ୍ଷ ମାଟିପାତ୍ର ଦେବି, ମାତ୍ର ମୁଁ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ନେବି ନାହିଁ। ରାଜା କହିଲେ, କାହିଁକି 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ନେବ ନାହିଁ? ତୁମେ କ'ଣ 7 ଦିନ ମଧ୍ୟରେ 1 ଲକ୍ଷ ମାଟିପାତ୍ର ତିଆରି କରିପାରିବନି? ଯଦି କେହି ବି ମାଟିପାତ୍ର ତିଆରି ନ କରିବ, ଯଜ୍ଞ ହୋଇପାରିବ ନାହିଁ। ଆଉ ଯଜ୍ଞ ନହେଲେ ପ୍ରଜାମାନଙ୍କର କଷ୍ଟ ଦୂର ହୋଇପାରିବନି। ତାପରେ ସବୁ କୁମ୍ଭକାର ମାନଙ୍କର ମୁଣ୍ଡ କାଟ ହେବ। ଏସବୁ କଥା ଶୁଣି କୁମ୍ଭାର ପୁଅର ମୁଣ୍ଡ ଘୂରିଗଲା। 7 ଦିନ ମଧ୍ୟରେ 1 ଲକ୍ଷ ମାଟିପାତ୍ର ତିଆରି କରିବାର ଦାୟିତ୍ୱ ସେ ନେଇଛି। ହେଲେ କରିବ କିପରି? ଇଏ ତ ଅସମ୍ଭବ। କୁମ୍ଭାର କୁମ୍ଭାରୁଣୀ କାନ୍ଦିବାକୁ ଲାଗିଲେ। 1 ଲକ୍ଷ ମାଟିପାତ୍ର 7 ଦିନ ମଧ୍ୟରେ ତିଆରି କରିବା ଏକ ଦୁଃସ୍ୱପ୍ନ ଭଳି। ପୁଅର ମୁଣ୍ଡ କାଟ ନିଶ୍ଚୟ ହେବ ଜାଣି ଦୁହେଁ କାନ୍ଦିବାକୁ ଲାଗିଲେ। କୁମ୍ଭାର ପୁଅ କହିଲା, ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, କିଛି ଗୋଟେ ଉପାୟ ମୁଁ ନିଶ୍ଚୟ କରିବି। ଏକଥା କହି କୁମ୍ଭାର ପୁଅ ଘରୁ ବାହାରିଗଲା। ଘରଠାରୁ ବହୁ ଦୂରରେ ଏକ ପାହାଡ଼ ଥିଲା। ପାହାଡ଼ରୁ ଗୋଟିଏ ଛୋଟ ଝରଣା ବହି ଯାଇଥାଏ। କୁମ୍ଭାର ପୁଅ ପୂର୍ବରୁ ଥରେ ଏହି ପାହାଡ଼କୁ ଆସିଥିଲା। ସେତେବେଳେ ଏହି ଝରଣା ବହୁତ ବଡ଼ ଥିଲା, ମାତ୍ର ବର୍ଷା ନ ହେବାରୁ ଝରଣା ପ୍ରାୟତଃ ଶୁଖିଯିବାକୁ ବସିଲାଣି। କୁମ୍ଭାର ପୁଅ ପାହାଡ଼ ଚଟାଣରେ ବସି ଭାବିବାକୁ ଲାଗିଲା। ସେତିକିବେଳେ ତାକୁ ନିଦ ଆସିଯାଇଥାଏ। ପାହାଡ଼ ଦେବତା କୁମ୍ଭାର ପୁଅ ପାଖକୁ ଆସିଲେ। ତା ମୁଣ୍ଡ ଆଉଁସି ଦେଲେ। କହିଲେ, ତୁ ବହୁତ ଭଲ ପିଲାଟିଏ। ନିଜ ରାଜ୍ୟର ଉପକାର ପାଇଁ ଏଭଳି କଷ୍ଟ କାର୍ଯ୍ୟ କରିବାକୁ ଯାଉଛୁ। ଇଏ ତ ପୁଣି ଅସମ୍ଭବ କାର୍ଯ୍ୟ। ମାତ୍ର ମୁଁ ତୁମ ସଚ୍ଚୋଟତା ପାଇଁ ବହୁତ ଖୁସି। ତୁମେ କାର୍ଯ୍ୟ ସମ୍ପାଦନ କଲେ ମଧ୍ୟ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ନ ନେବାକୁ କହି ତୁମର ରାଜ୍ୟ ପ୍ରତି ଥିବା ଅଶେଷ ତ୍ୟାଗ ପ୍ରଦର୍ଶନ କରିଛ। ଧନ୍ୟ ତୁମେ। ଏକଥା ଶୁଣି କୁମ୍ଭାର ପୁଅର ନିଦ ଭାଙ୍ଗିଗଲା। ସ୍ୱୟଂ ପାହାଡ଼ ଦେବତାଙ୍କୁ ନିଜ ପାଖରେ ଦେଖି କୁମ୍ଭାର ପୁଅ କହିଲା, କିଏ ତୁମେ? ପାହାଡ଼ ଦେବତା କହିଲେ, ମୁଁ ପାହାଡ଼ ଦେବତା। 1 ଲକ୍ଷ ମାଟିପାତ୍ର ନିର୍ମାଣ କରିବାରେ ମୁଁ ତୁମକୁ ସାହାଯ୍ୟ କରିବି। କୁମ୍ଭାର ପୁଅ ପାହାଡ଼ ଦେବତାଙ୍କୁ କଥାକୁ ବୁଝିପାରିଲା ନାହିଁ। କହିଲା, ହେ ଭଗବାନ, ଆପଣ ମୋତେ କାହିଁକି ସାହାଯ୍ୟ କରିବେ? ପାହାଡ଼ ଦେବତା କହିଲେ, ରାଜା ଯଜ୍ଞ କଲେ ବର୍ଷା ହେବ। ବର୍ଷା ହେଲେ ଏ ପାହାଡ଼ିଆ ଝରଣା ଶୁଖିବନି। ଏଇ ଝରଣାର କୂଳେ କୂଳେ ସହର୍ଷ ସୁଗନ୍ଧିତ ଫୁଲ ଫୁଟିବ। ଏ ପାହାଡ଼ ରାଇଜ ପୁଣି ହସ ଖୁସିରେ ଭରିଯିବ। ପଶୁପକ୍ଷୀଙ୍କ କୋଳାହଳରେ ପୁଣି ଏ ପାହାଡ଼ ନାଚି ଉଠିବ। ସେଥିପାଇଁ ମୁଁ ତୁମକୁ ସାହାଯ୍ୟ କରିବି। ପରେ ମୁଁ ତୁମକୁ ଏକ ଅଲୌକିକ ମାଟିପାତ୍ର ତିଆରି କରିବାର ଉପାୟ ଶିଖାଇବି। ପାହାଡ଼ ଦେବତା କହିଲେ, ଏହି ପାହାଡ଼ରେ ଥିବା ମାଟି ଅନେକ ଦିନରୁ ବର୍ଷା ନ ପାଇ ଫାଟିଗଲାଣି। ପ୍ରାୟତଃ ସବୁ ମାଟି ଗୁଣ୍ଡ ହୋଇଗଲାଣି। ଏହି ଝରଣାରେ ଯେତିକି ପାଣି ଅଛି, ସେତିକି ପାଣିରେ 1 ଲକ୍ଷ ମାଟିପାତ୍ର ତିଆରି ହୋଇପାରିବ। ତୁମେ ଏଇଠି କାମ ଆରମ୍ଭ କର, କିଛି ଅସୁବିଧା ହବନି। ସବୁ ପ୍ରକାରର ସାହାଯ୍ୟ ମୁଁ କରିବି। ପାହାଡ଼ ଦେବତାଙ୍କ ସାହାଯ୍ୟରେ କୁମ୍ଭାର ପୁଅ 1 ଲକ୍ଷ ମାଟିପାତ୍ର ନିର୍ମାଣ କଲା। ଯେଉଁଦିନ 7 ଦିନ ହୋଇଛି, ସେଦିନ କୁମ୍ଭାର ପୁଅ 1 ଲକ୍ଷ ମାଟିପାତ୍ର ନେଇ ଯଜ୍ଞ ନିକଟରେ ପହଞ୍ଚିଗଲା। ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ଯଜ୍ଞ କାର୍ଯ୍ୟ ସୁଚାରୁ ରୂପେ ଆରମ୍ଭ ହୋଇ ଶେଷ ହେଲା। ଇନ୍ଦ୍ର ଦେବତା ଖୁସି ହୋଇ ବର୍ଷା କରାଇଲେ। ସାରା ରାଜ୍ୟରେ ପୁଣି ହସ ଖୁସି ଖେଳିଗଲା। ସମସ୍ତ ପ୍ରଜାଗଣ ଆନନ୍ଦରେ ଦିନ କାଟିଲେ। ପୁଅ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଫେରାଇଥିବା ଯୋଗୁଁ କୁମ୍ଭାର କୁମ୍ଭାରୁଣୀଙ୍କର ରାଗ ବଢ଼ିଗଲା। କୁମ୍ଭାର ତା ପୁଅ ଉପରେ ବହୁତ ରାଗିଲା। ତାକୁ ଘରୁ ବାହାର କରିଦେଲା। କୁମ୍ଭାର ପୁଅ ଘର ଛାଡ଼ି ଚାଲିଗଲା। କହିଲା, ଯେଉଁଦିନ ମୁଁ ନିଜ ବଳରେ 1 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଅର୍ଜନ କରିବି, ସେହିଦିନ ଘରକୁ ମୁଁ ଫେରିବି।
କୁମ୍ଭାର ପୁଅ ପାହାଡ଼ ଦେବତାଙ୍କୁ ସ୍ମରଣ କଲା। ପାହାଡ଼ ଦେବତା କହିଲେ, କୁହ, କ'ଣ ମୁଁ ତୁମ ପାଇଁ କରିପାରିବି? କୁମ୍ଭାର ପୁଅ କହିଲା, ମୋତେ ଅଲୌକିକ ମାଠିଆ ତିଆରି କରିବାର ଉପାୟଟି ଶିଖାଇ ଦିଅ। ପାହାଡ଼ ଦେବତା କହିଲେ, ସେ ସମୟ ଆସୁ ମୁଁ ତୁମକୁ ନିଶ୍ଚୟ ଶିଖାଇବି। ସେତେବେଳେ ପର୍ଯ୍ୟନ୍ତ ତୁମେ ଏ ପାହାଡ଼ରେ ରହିପାର। ସେହିଦିନଠାରୁ କୁମ୍ଭାର ପୁଅ ପାହାଡ଼ରେ ରହିଲା। ହଠାତ୍ ଦିନେ ରାଜା ଘୋଷଣା କଲେ ଯେ ରାଜକୁମାରୀଙ୍କୁ ସେଇ ଲୋକ ବିବାହ କରିବ ଯିଏକି ରାଜକୁମାରୀଙ୍କୁ ଖୁସି କରିପାରିବ, ହସାଇ ପାରିବ। ରାଜକୁମାରୀ ସବୁବେଳେ ଉଦାସ ରହୁଥିଲେ। ତାଙ୍କର କୌଣସି ଜିନିଷ ପ୍ରତି ରୁଚି ନଥିଲା। ପିଲାଟି ବେଳୁ ରାଜମାତା ମରିଯାଇଥିବାରୁ ରାଜକୁମାରୀଙ୍କର ମନ ଦୁଃଖ ଓ ଉଦାସରେ କଟିଥିଲା। ତେଣୁ ରାଜା ଚାହୁଁଥିଲେ ଯିଏ ରାଜକୁମାରୀଙ୍କୁ ଠିକ୍ ଭାବେ ରଖିପାରିବ ସେ ତାକୁ ହିଁ ବିବାହ ଦେବେ। ରାଜାଙ୍କ ଘୋଷଣା ଶୁଣି କୁମ୍ଭାର ପୁଅ ଏକଥା ପାହାଡ଼ ଦେବତାଙ୍କୁ କହିଲା। ପାହାଡ଼ ଦେବତା କହିଲେ, ଏବେ ମୁଁ ତୁମକୁ ସେ ଅଲୌକିକ ମାଟିପାତ୍ର ଗଢ଼ିବାର ଉପାୟଟି କହିବି। ଅଲୌକିକ ମାଟିପାତ୍ର ଦୁନିଆର ସବୁଠୁ ମୂଲ୍ୟବାନ ଜିନିଷ ହେବ। ପାହାଡ଼ ଦେବତା କହିଲେ, ତୁମେ ଏ ଝରଣା କୂଳରେ ଫୁଟିଥିବା ସମସ୍ତ ଫୁଲ ଗଛମାନଙ୍କ ମଧ୍ୟରୁ କେବଳ ସୁନେଲି ରଙ୍ଗର ଫୁଲ କଡ଼କୁ ଛେଚି ସେଗୁଡ଼ିକର ରସ ବାହାର କର। ସେ ରସ ସଂଗ୍ରହ କଲା ପରେ ପାହାଡ଼ର ଉପର ମୁଣ୍ଡରେ ଥିବା ଏକ ଗୁମ୍ଫା ମଧ୍ୟରେ 1000 ବର୍ଷର ତଳର ମାଟି ଅଛି। ସେ ମାଟିରେ ଏ ରସ ମିଶାଇ ଗୋଟିଏ ମାଟିପାତ୍ର ତିଆରି କର। ଏ ମାଟିପାତ୍ରକୁ ପୋଡ଼ିବ ନାହିଁ, କେବଳ ଖରାରେ ଶୁଖାଇବ। 1 ମାସ ଖରାରେ ଶୁଖିଯିବା ପରେ 2 ମାସ ଏଇ ଝରଣା ପାଣିରେ ବୁଡ଼ାଇ ମାଟିପାତ୍ରକୁ ରଖିବ। ଏହାପରେ ଏହି ମାଟିପାତ୍ରକୁ ଧରି ରାଜପ୍ରାସାଦକୁ ଯିବ। ରାଜାଙ୍କୁ କହିବ, ଏଇ ମାଟିପାତ୍ରରେ ରାଜକୁମାରୀଙ୍କ ପାଇଁ ଖାଦ୍ୟ ତିଆରି ହେବ। ଏଇ ଖାଦ୍ୟ ରାଜକୁମାରୀ ଖାଇଲେ ତାଙ୍କର ଉଦାସ ମନ ସବୁଦିନ ପାଇଁ ହସ ଖୁସିରେ ଭରିଯିବ। ରାଜା ପୂର୍ବରୁ କୁମ୍ଭାର ପୁଅର ସଚ୍ଚୋଟତା ବିଷୟରେ ଜାଣିଥିଲେ। ସେ ଯେପରି କହିଲା ରାଜା ସେପରି କଲେ। ରାଜକୁମାରୀ ଯେତେବେଳେ ମାଟିପାତ୍ର ରନ୍ଧା ଖାଦ୍ୟ ଖାଇଛନ୍ତି ତାଙ୍କ ମୁଖମଣ୍ଡଳରେ ହସ ଫୁଟି ଉଠିଲା। ଠିକ୍ ଏହିପରି ଖାଦ୍ୟ ତାଙ୍କ ମା ତାଙ୍କୁ ପିଲାବେଳେ ଖାଇବାକୁ ଦଉଥିଲେ। ରାଜକୁମାରୀ ଅଳ୍ପ ଦିନ ମଧ୍ୟରେ ସୁସ୍ଥ ହୋଇଗଲେ। ଏବେ କୁମ୍ଭାର ପୁଅ ଯୁବରାଜ ହୋଇଗଲେ। ରାଜକୁମାରୀଙ୍କୁ ଧରି କୁମ୍ଭାର ପୁଅ କୁମ୍ଭାର ଓ କୁମ୍ଭାରୁଣୀଙ୍କ ପାଖକୁ ଗଲା। ସବୁଦିନ ପାଇଁ କୁମ୍ଭାର କୁମ୍ଭାରୁଣୀ ରାଜକୁମାରୀ ଓ କୁମ୍ଭାର ପୁଅ ପାହାଡ଼ ପାଖରେ ଏକ ମହଲ ତିଆରି କରି ରହିଲେ।